ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିବା ସିଂହ କେମିତି ହେଲା ମା ଦୁର୍ଗାଙ୍କର ବାହନ। ଏହି ପୁରା ସଂସାର ମାତା ଦୁର୍ଗାଙ୍କର ଶକ୍ତି ଦ୍ୱାରା ପରିଚିତ ଅଟନ୍ତି। ସେ ସବୁବେଳେ ଦୁଷ୍ଟ ପାପୀମାନଙ୍କୁ ଦଣ୍ଡ ଦେଇଥାନ୍ତି। ମାତା ଦୁର୍ଗାଙ୍କ ସହ ଜଡ଼ିତ ବିଭିନ୍ନ କାହାଣୀ ପ୍ରଚଳିତ ଅଛି। ଯେମିତିକି ଆପଣ ସମସ୍ତେ ଜାଣିଛନ୍ତି କି ମାତା ଦୁର୍ଗାଙ୍କର ବାହନ ସିଂହ ଅଟେ। କିନ୍ତୁ ଆପଣମାନେ କେବେ ଚିନ୍ତା କରିଛନ୍ତି କି କାହିଁକି ସିଂହ ହିଁ ମାତା ଦୁର୍ଗାଙ୍କର ବାହନ ହେଲେ? ତେବେ ଚାଲନ୍ତୁ ଜାଣିବା ଏହା ପଛର ବହୁତ ବଡ଼ ରହସ୍ୟ। ଆପଣଙ୍କୁ କହିଦେଉଛୁ କି ମାତା ଦୁର୍ଗା ମାତା ପାର୍ବତୀଙ୍କର ରୂପ ଅଟନ୍ତି। ମାତା ପାର୍ବତୀ ଭଗବାନ ଶିବଙ୍କୁ ନିଜର ସ୍ୱାମୀ ରୂପରେ ପ୍ରାପ୍ତ କରିବା ପାଇଁ 1000 ବର୍ଷ ପର୍ଯ୍ୟନ୍ତ କଠୋର ତପସ୍ୟା କରିଥିଲେ। ଏମିତି କୁହାଯାଏ କି ତପସ୍ୟାର ତେଜରେ ମାତାଙ୍କର ରଙ୍ଗ ଶ୍ୟାମଳ ବର୍ଣ୍ଣ ହୋଇଯାଇଥିଲା। ତପସ୍ୟା ଫଳରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ବିବାହ କରିଥିଲେ। ଏହାପରେ ଦିନେ ଭଗବାନ ଶିବ କ୍ରୀଡ଼ା କରୁଥିବା ସମୟରେ ମାତା ପାର୍ବତୀଙ୍କୁ କାଳି କହିଦେଇଥିଲେ। ଏହି କଥା ଶୁଣି ମାତା ପାର୍ବତୀ ବହୁତ ରାଗିଯାଇ ସେ କୈଳାସ ଛାଡ଼ି ଚାଲିଗଲେ ଓ ସେ କୌଣସି ଜଙ୍ଗଲରେ ସୁନ୍ଦର ରଙ୍ଗ ପ୍ରାପ୍ତ କରିବା ପାଇଁ ତପସ୍ୟା ଆରମ୍ଭ କରିଦେଲେ। ଏହାପରେ ସେହି ଜାଗାରେ ଗୋଟିଏ ଭୋକିଲା ସିଂହ ଆସି ପହଞ୍ଚିଲା। ସେ ମାତା ପାର୍ବତୀଙ୍କୁ ଆହାର କରିବା ପାଇଁ ଚିନ୍ତା କଲା। କିନ୍ତୁ ସିଂହ ଦେଖିଲା କି ମାତା ପାର୍ବତୀ ତପସ୍ୟାରେ ଲୀନ ହୋଇ ଅଛନ୍ତି। ତେବେ ସିଂହ ତାଙ୍କ ସାମ୍ନାରେ ବସି ଚିନ୍ତା କଲା କି ମାତା ପାର୍ବତୀ ତପସ୍ୟାରୁ ଉଠିଲେ ତାଙ୍କୁ ନିଜର ଆହାର କରିବ। କିନ୍ତୁ ମାତା ପାର୍ବତୀ ବହୁତ ବର୍ଷ ପର୍ଯ୍ୟନ୍ତ ନିଜର ତପସ୍ୟାରେ ଲୀନ ରହିଲେ ଓ ଯେତେବେଳ ପର୍ଯ୍ୟନ୍ତ ମାତା ପାର୍ବତୀ ତପସ୍ୟାରେ ଲୀନ ରହିଲେ ସେତେ ଦିନ ପର୍ଯ୍ୟନ୍ତ ସେ ମାତା ପାର୍ବତୀଙ୍କ ସମ୍ମୁଖରେ ବସି ରହିଲା। ଏହାପରେ ଭଗବାନ ଶିବ ମାତା ପାର୍ବତୀଙ୍କର ତପସ୍ୟାରେ ପ୍ରସନ୍ନ ହୋଇ ମାତା ପାର୍ବତୀଙ୍କୁ ସୁନ୍ଦର ରୂପର ବରଦାନ ଦେଲେ। ଏହାପରେ ମାତା ପାର୍ବତୀ ଗଙ୍ଗାରେ ସ୍ନାନ କରିଲେ। ସ୍ନାନ କରିବା ପରେ ତାଙ୍କର ରୂପ କ୍ଷୀର ଭଳି ସୁନ୍ଦର ହୋଇଗଲା। ସ୍ନାନ କରି ଫେରିବା ସମୟରେ ସେ ଦେଖିଲେ କି ତାଙ୍କ ସାମ୍ନାରେ ଗୋଟିଏ ସିଂହ ଛିଡ଼ା ହୋଇଛି ଓ ମାତା ପାର୍ବତୀଙ୍କୁ ଜଣାଥିଲା କି ସେ ତାଙ୍କୁ ଆହାର କରିବା ପାଇଁ ଆସିଛି। ପରନ୍ତୁ ଯେତେବେଳେ ମାତା ପାର୍ବତୀ ତପସ୍ୟାରେ ଲୀନ ଥିଲେ ସେତେଦିନ ପର୍ଯ୍ୟନ୍ତ ତାଙ୍କ ସମ୍ମୁଖରେ ସିଂହ ମଧ୍ୟ ବସି ରହିଥିଲା ଓ ସେ ମଧ୍ୟ ତପସ୍ୟା କରିଥିଲା। ଏହାପରେ ମାତା ପାର୍ବତୀ ସିଂହକୁ ଆଶୀର୍ବାଦ ଦେଲେ ଓ ତାକୁ ନିଜର ବାହନ ରୂପରେ ସ୍ୱୀକାର କରିନେଲେ। ଏହିଭଳି ଭାବରେ ମାତା ଦୁର୍ଗାଙ୍କର ବାହନ ସିଂହ ହିଁ ହୋଇଥିଲା।